କିନ୍ତୁ ସେ ଅସ୍ଥିଟା ଗୋଟାଏ ଦିନ ବହୁତ ଉତ୍ପାତ କଲା ଆମ ଘରେ। କିଛି ନଥିବ, ହଠାତ୍ କବାଟ ସବୁ ଧଡ଼ ଧଡ଼ ବାଡ଼େଇ ହେବ, ପବନ ବହିବ ଘର ଦୁଆର ଭିତରଟାରେ। ଏଟା ଦୁଆର ଭିତରେ ଗୋଟେ ଜାଗାରେ ଆମେ ରଖି ପୂଜା କରୁଥିଲୁ। ତାର ପ୍ରକୃତରେ ମୋ ମା ସେତେବେଳେ ବଞ୍ଚିଥିଲା। ସିଏ ସନ୍ଧ୍ୟା ଧୂପ ଦିଏ। ଯେଉଁଦିନ ସନ୍ଧ୍ୟା ଧୂପ ଦିଆ ନଯିବ ସେଦିନ ସେ ଅସ୍ଥିଟା ଯେମିତି କଥା କହିଲା ଭଳିଆ ସବୁ ପ୍ରକାଶ କରିବ ବାହାରେ ଭାବଭଙ୍ଗୀରେ। ହଁ, 3-4 ବର୍ଷ ସେଠି ରହିଛି ମୋ ଘରେ। ସେଠି ଅସ୍ଥିକି ଦେଖିବା ପାଇଁ ଥରେ ନବୀନ ବାବୁ ଆସିଛନ୍ତି। ଅସ୍ଥି ପାଖରେ ନମସ୍କାର କରି ଯାଇଛନ୍ତି। ସେତେବେଳକୁ ଦଳ ଆମର ତିଆରି ହେଇସାରିଥିଲା। ତାପରେ ସେ ଆସିଥିଲା। ଅସ୍ଥି ମୋ ଘରେ ଥିଲା ବୋଲି ସମସ୍ତେ ଜାଣିଛନ୍ତି। କିନ୍ତୁ ସେ ଅସ୍ଥିଟା ଗୋଟାଏ ଦିନ ବହୁତ ଉତ୍ପାତ କଲା ଆମ ଘରେ। କିଛି ନଥିବ, ହଠାତ୍ କବାଟ ସବୁ ଧଡ଼ ଧଡ଼ ବାଡ଼େଇ ହେବ, ପବନ ବହିବ ଘର ଦୁଆର ଭିତରଟାରେ। ଏଟା ଦୁଆର ଭିତରେ ଗୋଟେ ଜାଗାରେ ଆମେ ରଖି ପୂଜା କରୁଥିଲୁ। ତାର ପ୍ରକୃତରେ ମୋ ମା ସେତେବେଳେ ବଞ୍ଚିଥିଲା। ସିଏ ସନ୍ଧ୍ୟା ଧୂପ ଦିଏ। ଯେଉଁଦିନ ସନ୍ଧ୍ୟା ଧୂପ ଦିଆ ନଯିବ ସେଦିନ ସେ ଅସ୍ଥିଟା ଯେମିତି କଥା କହିଲା ଭଳିଆ ସବୁ ପ୍ରକାଶ କରିବ ବାହାରେ ଭାବଭଙ୍ଗୀରେ। ହଁ, ତେଣୁ କିଛି ପଣ୍ଡିତ ବ୍ୟକ୍ତିମାନଙ୍କ ସାଙ୍ଗରେ ଆଲୋଚନା କରିସାରିଲା ପରେ ସମସ୍ତଙ୍କର ନିଷ୍ପତ୍ତି ହେଲା ଯେ ଅସ୍ଥିଟା ବିସର୍ଜନ କରନ୍ତୁ, ଏତେ ଦିନ ଆଉ ଘରେ ରଖନ୍ତୁନି। କେତେ ବର୍ଷ ପରେ? 3-4 ବର୍ଷ ପରେ ବୋଧେ, ମୋର ଯାହା ମନେ ପଡ଼ୁଛି। ବହୁତ ଦିନର କଥା ହେଲାଣି। 3-4 ବର୍ଷ ପରେ ସେ ଅସ୍ଥି ବିସର୍ଜନ କରିବାର ନିଷ୍ପତ୍ତି ମୁଁ ନେଲି। ସେ ପଣ୍ଡିତମାନେ ଯେଉଁମାନେ ଏ ପରାମର୍ଶ ଦେଇଥିଲେ ସେମାନେ ବି ଗଲେ। ମୁଁ ପରିବାର ବର୍ଗ ଆମେ ସମସ୍ତେ ଯାଇଥିଲୁ। ପ୍ରୟାଗରାଜରେ ସେ ବିସର୍ଜନ ହେଲା। ସେତେବେଳେ ଜଣେ ବନ୍ଧୁ ସେଠିକାର, ମୋର ସ୍ଥାନୀୟ ବନ୍ଧୁ, ଜଣେ ବଡ଼ ନେତା ସେଠିକାର, ଏବେ ବି ଅଛନ୍ତି। ସେ ବହୁତ ସହଯୋଗ କରିଥିଲେ। ସହଯୋଗ କରି ଶେଷକୁ ଯେଉଁ ପୋଲିସ ଅଫିସର ମାନେ ଆହ୍ଲାବାଦରେ ଥିଲେ ସେମାନେ ମଧ୍ୟ ବହୁତ ସହଯୋଗ କଲେ ବିଜୁଙ୍କ ନାଁ ଶୁଣିକରି। ତ ଆମେ ବିଜୁଙ୍କ ଅସ୍ଥିଟାକୁ ପୋଲିସ ବୋଟ୍ରେ ନେଇକି ଯାଇଥିଲୁ। ପୋଲିସ ବୋଟ୍ଟା କେବଳ ସେ ତ୍ରିବେଣୀ ସଙ୍ଗମ ପର୍ଯ୍ୟନ୍ତ ହିଁ ଯାଇପାରିବ। ଆପଣଙ୍କ ସାଙ୍ଗରେ ଆଉ କିଏ ସବୁ ଥିଲେ? ନବୀନ ପଟ୍ଟନାୟକ ଥିଲେ? ନାଇଁ, ନବୀନ ପଟ୍ଟନାୟକ ନଥିଲେ। ମୁଁ ପରିବାର ପକ୍ଷରୁ ଆମେ ଯାଇଥିଲୁ। ଆମେ ସମସ୍ତେ ବିସର୍ଜନ ବେଳେ କେହି ନଥିଲେ ସେମାନେ। କିନ୍ତୁ ସ୍ଥାନୀୟ ପୁଲିସ ଅଧିକାରୀମାନେ, ପ୍ରଭାତ ସାମନ୍ତରା ମରିଗଲେଣି MP, ସେ ବି ଥିଲେ। ଆମେ ନେଇକି ଅସ୍ଥିକି ତୁରନ୍ତ ବିସର୍ଜନ କରିବା ପାଇଁ ଚାହିଁଲୁ। ପୁଲିସ କିନ୍ତୁ ସେତେବେଳେ ବହୁତ ସହଯୋଗ କରିଥିଲା। ଆହ୍ଲାବାଦ ପୋଲିସ ବୋଟ୍ରେ ଆମେ ତାଙ୍କୁ ନେଇକରି ଗଲୁ।